हेलो साଙ୍ଗମାନେ ଦିନରେ ହୋଲି ଖେଳ ତ ଦେଖିଲେ ଏବେ ଆମେ ଚାଲିଲୁ ଯାତ୍ରା ବୁଲିବା ପାଇଁ ଆସନ୍ତୁ ମୋ ସହିତ ଯିବା ଯାତ୍ରା ବୁଲିବା ପାଇଁ ସେ ଯାତ୍ରା ପଡିଆରେ ଯାତ୍ରାର ପେଣ୍ଡାଲ ତାଙ୍କର ସଜାଇଛି ତା ସହିତ ବହୁତ ସାରା ଖେଳଣା ଦୋକାନ ବି ପଡିଛି ଆମ ପୁଅ ପାଇଁ ଆମେ କିଛି ଖେଳଣା କିଣିଲୁ ତାପରେ ଆମେ ଆମର ଯାତ୍ରା ବୁଲିବାରେ ବ୍ୟସ୍ତ ହେଇଗଲୁ ଦିନ ଯାତ୍ରା ବୁଲି ବୁଲି ସେଠି ଗୋଟେ ଗୁପଚୁପ ଥିଲା ଯୋଉଟା କି ତାଙ୍କର ବହୁତ ପୁରୁଣା ସେମାନେ ବହୁତ ପୂର୍ବରୁ ଖାଉଥିଲେ ସେଇଟା ବହୁତ ଟେଷ୍ଟି ଥିଲା ମୁଁ ଖାଇଲି ଏତେ ଦିନ ପରେ ଗୁପଚୁପ ମତେ ବହୁତ ଭଲ ଲାଗିଲା ତାପରେ ଯାତ୍ରା ବୁଲି ବୁଲି ଆମେ ଆଗକୁ ଟିକେ ଗଲୁ ଆଗକୁ ଦେଖିଲା ବେଳକୁ ବହୁତ ସାରା ଚୁଡ଼ି ଦୋକାନ ଆଉ କପ୍ ଦୋକାନ ବହୁତ ସାରା ଦୋକାନ ଥିଲା ଆମେ ଯାଇକି ଆଇସ୍କ୍ରିମ ଖାଇଲୁ ନାନୀ ଚିକେନ ପକୋଡା ଟିକେ ଖାଇଲେ ଆଉ ମୁଁ ଆଇସ୍କ୍ରିମ ଖାଇଲି ଆଉ ଆମ ବାବୁ ଦେଖିପାରୁଥିବେ ଦିଟା ଆଇସ୍କ୍ରିମ ଧରିକି ଖାଉଛନ୍ତି ଏଇଟା ତାଙ୍କର ଗେଟ୍ ଟା ବହୁତ ହି ସୁନ୍ଦର ସଜା ହେଇଛି ଖାଲି ଗେଟ୍ ନୁହଁ ପୁରା ଗାଁ ଟା ହିଁ ବହୁତ ସୁନ୍ଦର ସଜା ହେଇଛି ଆଉ ଏତେ ସବୁ ପୁଅ ପାଇଁ ଖେଳଣା କିଣିଲୁ ମୋ ପାଇଁ ଆମେ ଟିକିଲି ଗୋଟେ କିଣିଲୁ ଦେଖନ୍ତୁ ଆମ ବାବୁ ଟିକିଲି ଟାକୁ କେମିତି ପକେଟ ଭିତରେ ସାଇତିକି ରଖିଛନ୍ତି ଟିକିଲି ଟା ମୁଁ ଲାଷ୍ଟରେ ଆପଣଙ୍କୁ ଦେଖେଇବି ଫାଇନାଲି ଯାତ୍ରା ବୁଲା ସାରିକି ଆମେ ଆମର ଘରକୁ ବି ରିଟର୍ଣ କଲୁ କାରଣ ପୁଅ ସେଠି ଏକୁଟିଆ କାନ୍ଦୁଥିବ ମତେ ଖୋଜୁଥିବ ସେଥିଲାଗି ଆମେ ଜଲଦି ଜଲଦି ପଳେଇ ଆସିଲୁ ଦେନ୍ ଘରକୁ ଆସିକି ପହଞ୍ଚିଲା ବେଳକୁ ଦେଖନ୍ତୁ କେତେ ସାଇତିକି ମୋ ଟିକିଲି ସେ ଧରିଛନ୍ତି ଏଇଟା ହଉଛି ସେଇ ଟିକିଲି ଯୋଉଟା କି ମୋ ସ୍ୱାମୀ ପକେଟରେ ରଖିଥିଲେ ଦେନ୍ ଆମେ ଘରକୁ ଆସିଲା ପରେ ପୁଅକୁ ଧରିଲେ ଟିକେ ଗେଲ କଲେ ରାହୁ ଏମାନେ ସବୁ ଏଇଠି ବସିଥିଲେ ଆଉ ମୋ ପୁଅ ପାଇଁ ଆମେ ଖେଳନା ଆଣିଛୁ ଆଉ ଖେଳନାକୁ ସେ ଦେଖି ତାର ରିଆକ୍ସନ ଟିକେ ଦେଖନ୍ତୁ ସେ କେମିତି ରିଆକ୍ଟ କରୁଛି ଖାଆନ୍ତିନି ଖାଲି ଏତିକି ନୁହଁ ତାଙ୍କର ରାତିରେ ବି ପ୍ରସେସନ ଯାଏ ପ୍ରସେସନରେ ବି ସମସ୍ତେ ବହୁତ ଏଞ୍ଜୟ କରନ୍ତି ନାଚନ୍ତି ଯେମିତି କି ଏବେ ଦେଖିପାରୁଥିବେ ଆଗକୁ ଗଲେ ଏଇଟା ତ ଷ୍ଟାର୍ଟିଂ ମାତ୍ର ଆଗକୁ ଆହୁରି ଭିଡ ହବ ଆଜିର ବ୍ଲଗ ଟି ଆମେ ଏଇଠି ସାରୁଛୁ ପୁଣି ଦେଖା ହବ ନୂଆ ବ୍ଲଗ ରେ ବାଇ।